ହ୍ୟାଲୋ ସାଙ୍ଗମାନେ, ମୁଁ ହେଉଛି ବୋସ୍ ରାଇଜର। ତ ଏହି ଭିଡ଼ିଓରେ ଆପଣମାନଙ୍କୁ ମୁଁ ଜଣାଇବାକୁ ଯାଉଛି OSSC ARI ଆମିନ୍ ଏବଂ ICT ସୁପରଭାଇଜର 2023 ପରୀକ୍ଷାର ଫାଇନାଲ୍ ଆନ୍ସର୍ କି ଆସିଯାଇଛି। ତ ଏହି ଭିଡ଼ିଓରେ ମୁଁ ଆପଣମାନେ କିପରି ଆନ୍ସର୍ କି ଚେକ୍ କରିବେ, ଆପଣଙ୍କ ମାର୍କ କିପରି ଜାଣିପାରିବେ, ଆଉ ସେହି ବିଷୟରେ ମୁଁ ଏହି ଭିଡ଼ିଓରେ ବତାଇବା ପାଇଁ ଚାହୁଁଛି। ଏଇଟା ହେଉଛି OSSC ARIର ସେଇ ଆନ୍ସର୍ କିର ଅଫିସିଆଲ୍ ୱେବସାଇଟ୍। ତ ଏହି ଅଫିସିଆଲ୍ ୱେବସାଇଟ୍ରେ ଏମିତି କିଛି ତାର ଇଣ୍ଟରଫେସ୍ ଆସିଯିବ। ଆପ୍ଲିକେସନ୍ ନମ୍ବରରେ ଆପଣଙ୍କ ଆପ୍ଲିକେସନ୍ ନମ୍ବର ଦେଇଦେବେ, ତା ଭିତରେ ୟୁଜର୍ ପାସୱାର୍ଡ଼ ବି ଦେଇଦେବେ। ଆପଣଙ୍କ ୟୁଜର୍ ପାସୱାର୍ଡ଼ ହେଉଥିବ ଡେଟ୍ ଅଫ୍ ବାର୍ଥ। ତ ଏହି ୟୁଜର୍ ପାସୱାର୍ଡ଼ରେ ଆପଣମାନେ ଡେଟ୍ ଅଫ୍ ବାର୍ଥ ଦେଇଦେବେ। ତାର ଭିତରେ ଆପଣମାନେ କ୍ୟାପ୍ଚା କି ମାରିଦେବେ। କ୍ୟାପ୍ଚା କି ମାରିଲା ପରେ ଆପଣଙ୍କ ଆନ୍ସର୍ କି ଫାଇନାଲି ଓପନ୍ ହେଇଯିବ। ତା ଭିତରେ ରାଇଟ୍ କ୍ଲିକ୍ରେ କରିଦେବେ, ଯେଉଁ ରାଇଟ୍ ସାଇଡ଼୍ରେ କ୍ଲିକ୍ କଲା ପରେ ଏଇଠି ରେସ୍ପନ୍ସ ଆସିବ। ରେସ୍ପନ୍ସ ଆସିଲା ପରେ ଆପଣଙ୍କ ଆନ୍ସର୍ କି ଏମିତି ଆସିଥିବ। ତ ଆପଣମାନେ ଯେଉଁ ଅବଜେକ୍ସନ୍ ଦେଇଥିଲେ ସେ ଅବଜେକ୍ସନ୍ ହିସାବରେ ଆପଣଙ୍କ ଆନ୍ସର୍ କି ମ୍ୟାଚ୍ କରୁଛି କି ନାହିଁ ଥରେ ମ୍ୟାଚ୍ କରିଦେବେ। ଏବେ ଆପଣମାନେ ଯେଉଁ ଆନ୍ସର୍ କି ୟୁଆର୍ଏଲ୍ ଥିଲେ ପେଷ୍ଟ କରିଦେବେ। ଏଇଠି ପେଷ୍ଟ କରିଲା ପରେ ଆପଣ କ୍ୟାଟେଗୋରୀ ସିଲେକ୍ସନ୍ କରିବେ। ତାପରେ ଜେଣ୍ଡର ସିଲେକ୍ସନ୍ କରିବେ। ସିଲେକ୍ସନ୍ କଲା ପରେ ଆପଣମାନେ ସବମିଟ୍ କ୍ଲିକ୍ କରିଦେବେ। ସବମିଟ୍ କ୍ଲିକ୍ କରିକି ଆପଣଙ୍କର ଫାଇନାଲି ଆପଣମାନେ କେତେ ସ୍କୋର୍ କରିଛନ୍ତି ସେଇ ମାର୍କ ଏଇଠି ଆସିଯିବ। ଆସିଲା ପରେ ଭଲସେ ଚେକ୍ କରିଦେବେ କି ମୋର ବେଶୀ ମାର୍କ ଆସିନଥିଲା, ଟୋଟାଲ୍ ମାର୍କ ଆସିଛି 35। ତ ସିଲେକ୍ସନ୍ ହେବେ କି ନାହିଁ ମୁଁ ଜାଣିପାରୁନି। ପ୍ରିଲିମ୍ସ ଏକ୍ଜାମ୍ ହେବ କି ନାହିଁ ଜାଣି, କଷ୍ଟ ତ ବହୁତ କରିଥିଲି। ଦେଖୁଛି, ଭଗବାନ ଆଶା କରୁଛି ହୋଇଯାଉ। 35 ଆସିଛି। ଆପଣଙ୍କ ମାର୍କ କେତେ ହେଇଛି କମେଣ୍ଟ ସେକ୍ସନ୍ରେ ଟିକେ ବତେଇ ଦିଅନ୍ତୁ। ଥ୍ୟାଙ୍କ ୟୁ। ହ୍ୟାଲୋ ସାଙ୍ଗମାନେ, ମୁଁ ହେଉଛି ବୋସ୍ ରାଇଜର। ତ ଏହି ଭିଡ଼ିଓରେ ଆପଣମାନଙ୍କୁ ମୁଁ ଜଣାଇବାକୁ ଯାଉଛି OSSC ARI ଆମିନ୍ ଏବଂ ICT ସୁପରଭାଇଜର 2023 ପରୀକ୍ଷାର ଫାଇନାଲ୍ ଆନ୍ସର୍ କି ଆସିଯାଇଛି। ତ ଏହି ଭିଡ଼ିଓରେ ମୁଁ ଆପଣମାନେ କିପରି ଆନ୍ସର୍ କି ଚେକ୍ କରିବେ, ଆପଣଙ୍କ ମାର୍କ କିପରି ଜାଣିପାରିବେ, ଆଉ ସେହି ବିଷୟରେ ମୁଁ ଏହି ଭିଡ଼ିଓରେ ବତାଇବା ପାଇଁ ଚାହୁଁଛି। ଏଇଟା ହେଉଛି OSSC ARIର ସେଇ ଆନ୍ସର୍ କିର ଅଫିସିଆଲ୍ ୱେବସାଇଟ୍। ତ ଏହି ଅଫିସିଆଲ୍ ୱେବସାଇଟ୍ରେ ଏମିତି କିଛି ତାର ଇଣ୍ଟରଫେସ୍ ଆସିଯିବ। ଆପ୍ଲିକେସନ୍ ନମ୍ବରରେ ଆପଣଙ୍କ ଆପ୍ଲିକେସନ୍ ନମ୍ବର ଦେଇଦେବେ, ତା ଭିତରେ ୟୁଜର୍ ପାସୱାର୍ଡ଼ ବି ଦେଇଦେବେ। ଆପଣଙ୍କ ୟୁଜର୍ ପାସୱାର୍ଡ଼ ହେଉଥିବ ଡେଟ୍ ଅଫ୍ ବାର୍ଥ। ତ ଏହି ୟୁଜର୍ ପାସୱାର୍ଡ଼ରେ ଆପଣମାନେ ଡେଟ୍ ଅଫ୍ ବାର୍ଥ ଦେଇଦେବେ। ତାର ଭିତରେ ଆପଣମାନେ କ୍ୟାପ୍ଚା କି ମାରିଦେବେ। କ୍ୟାପ୍ଚା କି ମାରିଲା ପରେ ଆପଣଙ୍କ ଆନ୍ସର୍ କି ଫାଇନାଲି ଓପନ୍ ହେଇଯିବ। ତା ଭିତରେ ରାଇଟ୍ କ୍ଲିକ୍ରେ କରିଦେବେ, ଯେଉଁ ରାଇଟ୍ ସାଇଡ଼୍ରେ କ୍ଲିକ୍ କଲା ପରେ ଏଇଠି ରେସ୍ପନ୍ସ ଆସିବ। ରେସ୍ପନ୍ସ ଆସିଲା ପରେ ଆପଣଙ୍କ ଆନ୍ସର୍ କି ଏମିତି ଆସିଥିବ। ତ ଆପଣମାନେ ଯେଉଁ ଅବଜେକ୍ସନ୍ ଦେଇଥିଲେ ସେ ଅବଜେକ୍ସନ୍ ହିସାବରେ ଆପଣଙ୍କ ଆନ୍ସର୍ କି ମ୍ୟାଚ୍ କରୁଛି କି ନାହିଁ ଥରେ ମ୍ୟାଚ୍ କରିଦେବେ। ଏବେ ଆପଣମାନେ ଯେଉଁ ଆନ୍ସର୍ କି ୟୁଆର୍ଏଲ୍ ଥିଲେ ପେଷ୍ଟ କରିଦେବେ। ଏଇଠି ପେଷ୍ଟ କରିଲା ପରେ ଆପଣ କ୍ୟାଟେଗୋରୀ ସିଲେକ୍ସନ୍ କରିବେ। ତାପରେ ଜେଣ୍ଡର ସିଲେକ୍ସନ୍ କରିବେ। ସିଲେକ୍ସନ୍ କଲା ପରେ ଆପଣମାନେ ସବମିଟ୍ କ୍ଲିକ୍ କରିଦେବେ। ସବମିଟ୍ କ୍ଲିକ୍ କରିକି ଆପଣଙ୍କର ଫାଇନାଲି ଆପଣମାନେ କେତେ ସ୍କୋର୍ କରିଛନ୍ତି ସେଇ ମାର୍କ ଏଇଠି ଆସିଯିବ। ଆସିଲା ପରେ ଭଲସେ ଚେକ୍ କରିଦେବେ କି ମୋର ବେଶୀ ମାର୍କ ଆସିନଥିଲା, ଟୋଟାଲ୍ ମାର୍କ ଆସିଛି 35। ତ ସିଲେକ୍ସନ୍ ହେବେ କି ନାହିଁ ମୁଁ ଜାଣିପାରୁନି।